এই ମଳ ମାସରେ ଅନେକ ମା ମାନେ ବ୍ରତ ପାଳନ କରୁଛନ୍ତି। ତାଙ୍କର ବ୍ରତ ହେଉଛି ଏ ଦିନ ଭିତରେ ସେ ଗୋଟିଏ ବକ୍ତ ଆହାର କରିବେ। କାର୍ତ୍ତିକ ବ୍ରତ ଯେଉଁଭଳି ଭାବରେ ହେଇଥାଏ ଏ ମଳ ମାସରେ ବି ସେଇଭଳି ବ୍ରତ ପାଳନ କରିଥାନ୍ତି। ବ୍ରତ ପାଳନ କରି ତତ୍ପରେ ସିନ୍ଧୁ ସ୍ନାନର ବିଧାନ ରହିଛି। ଏ ସମୁଦ୍ର ହେଉଛନ୍ତି ସ୍ୱୟଂ ତୀର୍ଥରାଜ ଏବଂ ଭଗବାନଙ୍କ ଶରୀରରୁ ଉଦ୍ଭୂତ। ତୀର୍ଥରାଜ ନମସ୍ତୁଭ୍ୟଂ ଜଳରୂପାୟ ବିଷ୍ଣବେ ଜୀବନାୟ ଚ ଜନ୍ତୁନାଂ ପରନିର୍ବାଣ ହେତବେ। ଏ ସମୁଦ୍ର ତୀର୍ଥରାଜଙ୍କ ନିକଟକୁ ଯାଇ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିବାକୁ ହେବ ଏବଂ ତୀର୍ଥରାଜରେ ଶାସ୍ତ୍ରୀୟ ବିଧାନରେ ସ୍ନାନ କରି ମହାପ୍ରଭୁଙ୍କୁ ମାନସିକ ଅର୍ଚ୍ଚନାର ବିଧାନ ରହିଛି। ଅଷ୍ଟଦଳ ପଦ୍ମ ଅଙ୍କନ କରିବେ ଏବଂ ଚତୁରଶ ମଣ୍ଡଳ ଦେବେ। ତାର ଚାରିକୋଣରେ ଚାରିଗୋଟି ସ୍ୱସ୍ତିକ ଅଙ୍କନ କରିବେ ଏବଂ ମହାପ୍ରଭୁଙ୍କୁ ପ୍ରଣାମ କରି ଅଷ୍ଟାକ୍ଷର ନାରାୟଣ ମନ୍ତ୍ରକୁ ନ୍ୟାସ କରିବେ ଏବଂ ତାପରେ ସମୁଦ୍ରଙ୍କୁ ପ୍ରଣାମ କରି ସ୍ନାନ କରିବେ, ପିତୃମାନଙ୍କୁ ତର୍ପଣ କରିବେ। ଏ ସିନ୍ଧୁ ସ୍ନାନର ଏତେ ଫଳ, ସମସ୍ତ ପାପ ରାଶିକି ନଷ୍ଟ କରିଦିଏ ସିନ୍ଧୁ ସ୍ନାନ। ଏବଂ এই ସିନ୍ଧୁ ସ୍ନାନ ଫଳରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଭକ୍ତି ଜାତ ହୁଏ। ନିତ୍ୟ ନିରନ୍ତର ଯେଉଁମାନେ ସିନ୍ଧୁ ସ୍ନାନ କରନ୍ତି ସମସ୍ତ ପାପ ତାଙ୍କର ନାଶ ହୋଇଯାନ୍ତି। ଏବଂ ପୁରୀ କ୍ଷେତ୍ରରେ ଅନେକ ମହାତ୍ମା ଏଭଳି ଭାବରେ ସିନ୍ଧୁ ସ୍ନାନ କରିଛନ୍ତି ଏବଂ ତାର ସୁଫଳ ଲାଭ କରିଛନ୍ତି, ଯାହା ଶ୍ରୀମନ୍ଦିର ମଧ୍ୟରେ ଲେଖା ହେଇକିରି ଅଛି। ମହାପ୍ରଭୁଙ୍କର ସହିତ ସେହି ଭକ୍ତମାନେ କଥାବାର୍ତ୍ତା କରିବାକୁ ସମର୍ଥ ହେଇଥାନ୍ତି, ଯେଉଁମାନଙ୍କର ଶରୀର ଏବଂ ମନରୁ ସମସ୍ତ ପାପ ନାଶ ହେଇଯାଇଥାଏ। ଏବଂ ମହାପ୍ରଭୁ ମଧ୍ୟ ଏତେ କରୁଣାବତ୍ସଳ, ସେ ଭକ୍ତକୁ କୋଳେଇ ନେବା ପାଇଁକା ସଦାସର୍ବଦା ଆଗ୍ରହାନ୍ୱିତ ହେଇକିରି ଅଛନ୍ତି ଏବଂ ଅନେକ ଭକ୍ତକୁ ଆଜି ମଧ୍ୟ କୋଳେଇ ନେଉଛନ୍ତି। ଭଗବାନଙ୍କର ନାମ କୀର୍ତ୍ତନ ଦ୍ୱାରା ଆମର ସମସ୍ତ ପାପ ନାଶ ଯିବ। ପୁଣ୍ଡରିକ ଏବଂ ଅମ୍ବରୀଶଙ୍କର ଚରିତ୍ର ପୂର୍ବରୁ କୁହାଯାଇଛି। ସେମାନେ ଜଗନ୍ନାଥ ମନ୍ଦିରକୁ ଆସିକରି ମହାପ୍ରଭୁଙ୍କର ଦର୍ଶନ କରିପାରିନାହାନ୍ତି। ଆଜି ମଧ୍ୟ ଅନେକ ଭକ୍ତ ଆସୁଛନ୍ତି, ଶ୍ରୀ ମହାପ୍ରଭୁଙ୍କର ଦର୍ଶନ ପାଉନାହାନ୍ତି, କିନ୍ତୁ କିଛି ମନ ଦୁଃଖ କରିବାର ନାହିଁ। ମହାପ୍ରଭୁଙ୍କ ପାଖରେ ଆତ୍ମସମର୍ପଣ କରିବାର ଅଛି। ସମର୍ପଣ ଏବଂ ଶ୍ରଦ୍ଧାୟ ଏବଂ ମହାପ୍ରଭୁଙ୍କର ଅର୍ଚ୍ଚନା, ଆ ଦ୍ୱାରା ସମସ୍ତ ପାପ ନାଶ ହୋଇଯାଏ ଏବଂ ମହାପ୍ରଭୁ ସେହି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ମହାପାପୀ ଅମ୍ବରୀଶ ଏବଂ ପୁଣ୍ଡରିକ ତାଙ୍କୁ ମହାପ୍ରଭୁ ଦର୍ଶନ ଦେଇଥିଲେ। ପ୍ରଥମେ ସେ ମନ୍ଦିର ଭିତରେ ପ୍ରବେଶ କରି ମହାପ୍ରଭୁଙ୍କର ଦର୍ଶନ ପାଇଲେନି। 3 ଦିନ କାଳ ଉପବାସ କରି ରହିଲେ ଏବଂ ନାମ ସଂକୀର୍ତ୍ତନ କରି ତୃତୀୟ ରାତ୍ରରେ ଜ୍ୟୋତି ଦର୍ଶନ କଲେ। ପୁନଶ୍ଚ 3 ଦିନ ଉପବାସ କରି ପ୍ରଭୁଙ୍କର ନାମ କୀର୍ତ୍ତନ କରିବା ଫଳରେ ସପ୍ତମ ଦିନ ରାତ୍ରିରେ ମହାପ୍ରଭୁଙ୍କର ସାକ୍ଷାତ ଦର୍ଶନ ଲାଭ କରିଥିଲେ। ଏବେ ମଧ୍ୟ ଅନେକ ଭକ୍ତ ମହାପ୍ରଭୁଙ୍କର ସାକ୍ଷାତ ଦର୍ଶନ ଲାଭ କରୁଛନ୍ତି, କାହିଁକି ନା କଳି ଯୁଗରେ ମହାପ୍ରଭୁ ସାକ୍ଷାତ ବିଦ୍ୟମାନ। ଆପଣ ବୃନ୍ଦାବନ ଯିବେ, ସେଠି ପ୍ରଭୁ ଲୀଳା କରୁଥିଲେ। ଆପଣ ଅଯୋଧ୍ୟା ଯିବେ, ସେଠି ପ୍ରଭୁ ଲୀଳା କରୁଥିଲେ, କିନ୍ତୁ ପ୍ରତ୍ୟକ୍ଷରେ ପ୍ରଭୁ ଯେଉଁଠି ଲୀଳା କରୁଛନ୍ତି ସେ ହେଉଛନ୍ତି ଏହି ପୁରୁଷୋତ୍ତମ ଧାମ। ଭକ୍ତ ବଳରାମ ଦାସଙ୍କୁ ପ୍ରଭୁ ସାଥିରେ ଲଙ୍କାକୁ ନେଇଯାଇଥିଲେ ଏବଂ ଲଙ୍କାରୁ ଫେରିବା ବାଟରେ ଭାବ ସମୁଦ୍ର ଗ୍ରନ୍ଥରେ ବଳରାମ ଦାସ ସ୍ପଷ୍ଟ ଭାବରେ ଲେଖିଛନ୍ତି। ମହାପ୍ରଭୁଙ୍କର ଝରି ତାଙ୍କ କୁଟୀର ମଧ୍ୟରେ ରହିଗଲା। ଲୋକ ତାଙ୍କୁ ଚୋର ବେଲିକା ଭାବିଲେ। ଝରି ଆଣିକିରି ଯେତେବେଳେ ସକାଳେ ଫେରାନ୍ତି, ସେ କହିଲେ, ପ୍ରଭୁ ଦେଖ, ମହାପ୍ରଭୁଙ୍କ ଗଳାରେ କଳା ମଲ୍ଲୀର ମାଳା ପଡ଼ିଛି। ଏବଂ ଭକ୍ତମାନେ ଦର୍ଶନ କଲେ। ପ୍ରକୃତରେ ବିଭୀଷଣ ଲଙ୍କାରେ ମହାପ୍ରଭୁଙ୍କୁ ଅର୍ଚ୍ଚନା କରି କଳା ମଲ୍ଲୀର ମାଳା ଦେଇଥିଲେ। ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଅତି ଅଦ୍ଭୁତ ଦୃଶ୍ୟ ଏବେ ମଧ୍ୟ ଘଟୁଛି। ଗୋଟେ ଦିନ ସକାଳୁ ବଡ଼ସିଂହାର ବେଶ ପରେ ସେବକମାନେ ମଧ୍ୟ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଆନ୍ତି। ମହାପ୍ରଭୁଙ୍କ ଗଳାରେ ଅତି ଅଦ୍ଭୁତ ଅତି ଦିବ୍ୟ ମାଳ ଆସିକିରି ପଡ଼ିଥାଏ। ସେ ଭକ୍ତ ବି ଜାଣିନଥାଏ, ସେ ସେବକ ବି ଜାଣିନଥାଏ। ମହାପ୍ରଭୁଙ୍କର ମାଳାରୁ ଅତି ଦିବ୍ୟ ସୁଗନ୍ଧ ବାହାରୁଥାଏ ଏବଂ ସେ ମାଳା ସତେଜ ହୋଇଯାଇଥାଏ। ଅତି ଅଦ୍ଭୁତ ଦୃଶ୍ୟ, ଯେଉଁଠି
ଗରମରେ ମାଳା ଶୁଖିଯିବା କଥା, ସେଠି ମାଳା ଦାଉ ଦାଉ ହୋଇକରି ଉଜ୍ଜଳ ହୋଇଥାଏ। ଏ ହେଉଛି ଜଗନ୍ନାଥ ମହାପ୍ରଭୁ, ଯାହାଙ୍କର ସ୍ପର୍ଶରେ ମୃତ ମଧ୍ୟ ଜୀବିତ ହୋଇଯାଏ। ଏବେ ମଧ୍ୟ ଭକ୍ତ ଅନୁଭବ କରୁଛନ୍ତି ମହାପ୍ରଭୁଙ୍କର ବଡ଼ ସିଂହାର ବେଶର ଅତି ଅଦ୍ଭୁତ ମହିମା। ଯେଉଁ ମାଳାକୁ ଇନ୍ଦ୍ରଦ୍ୟୁମ୍ନ ମହାରାଜ ପ୍ରାପ୍ତ ହୋଇଥିଲେ, ମାସେ ଲାଗିଯାଇଥିବ ବିଦ୍ୟାପତିଠୁ, ସେ ଦେଖୁଛନ୍ତି ସେ ମାଳା ସତେଜ। ଏବେ ମଧ୍ୟ ମହାପ୍ରଭୁ ସେହି ଲୀଳା କରୁଛନ୍ତି। ତାଙ୍କର ବଡ଼ ସିଂହାର ବେଶରେ ଯେତେବେଳେ ପଦ୍ମବେଶ ହେଉଛନ୍ତି, କେତେ ଦିନ ଲାଗିଥିବ ସେ ପଦ୍ମ ଫୁଲ, ସେ ଯେତେବେଳେ ଶୁଖି ଯାଇଥିଲେ ମହାପ୍ରଭୁଙ୍କ ସ୍ପର୍ଶରେ ସେ ପୁଣି ସତେଜ ହୋଇଯାଇଛନ୍ତି। ତେଣୁ ମହାପ୍ରଭୁଙ୍କର ବାକ୍ୟ ଏବେ ମଧ୍ୟ ଭକ୍ତମାନଙ୍କୁ ଶୁଣାଯାଉଛି।